ମୁଁ ଆଜି ପ୍ରସ୍ତୁତ କରୁଛି ଲଙ୍କା ଆମ୍ବ ଅଦା ପକେଇକି ଗୋଟେ ଆଚାର ବା ପିକଲ୍ ତିଆରି କରୁଛି। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ଏଠି ବାଡ଼ିରେ ଫ୍ରେଶ୍ ଲଙ୍କା ତୋଳିଛି। ଯେହେତୁ ବାଡ଼ିରେ ଲଙ୍କା ଥିଲା, ବାଡ଼ିରେ ଲଙ୍କା ଫ୍ରେଶ୍ ଲଙ୍କା ମୁଁ ତୋଳିକି ନେଇଛି। ଆମ୍ବ କିଛି ନେଇଛି, 5ଟା ପାଖାପାଖି ଆମ୍ବ ମୁଁ ମିଶେଇକି ଏଠି ଲଙ୍କା ଆମ୍ବକୁ ସବୁ ଧୋଇ ଦେଇଛି, ଅଦାକୁ ଧୋଇ ଦେଇକି ମୁଁ ମିଶେଇ ଗୋଟେ ଆଚାର ପ୍ରସ୍ତୁତ କରୁଛି। ଆମ୍ବକୁ ସବୁ କାଟି ଦେଇଛି, ଚୋପା ସହ ଆମ୍ବକୁ ମୁଁ ଏଠି କାଟିଛି। ଯେହେତୁ ଆମେ କଞ୍ଚା ଆମ୍ବ ଚୋପାବାଲା ମାନେ ଚୋପା ସହ ଆଚାର କରିବା, ମୁଁ ଆମ୍ବକୁ ସବୁ କାଟିକି ଛୋଟ ଛୋଟ ପିସ୍ କରିକି କୁନି କୁନି ପିସ୍ କରିଦେଇଛି। ଆମ୍ବକୁ ସବୁ କେମିତି ଛୋଟ ଛୋଟ ପିସ୍ କରିଛି, ସେ ଅନୁସାରେ ଯେମିତି ପାଣି ଅଂଶ କିଛି ରହିବନି, ମାନେ ଓଦା ଓଦା କିଛି ନଥିବ। ମୁଁ ସେଥିପାଇଁ ଗୋଟେ କନାରେ ପୋଛି ଦେଇଛି, ଶୁଖିଲା କନାରେ ସବୁ ଆମ୍ବକୁ। ମୁଁ ଏଠି ଆମ୍ବକୁ ଛୋଟ ଛୋଟ ପିସ୍ କରିଛି। ମୁଁ ଗୋଟେ ପ୍ୟାନ୍ ନେଇଛି, ସେଇ ପ୍ୟାନ୍ରେ ମସଲାଟା ଆମେ ପ୍ରସ୍ତୁତ କରିବା। ଗୋଟେ 3 ଚାମଚ ପାନମଧୁରୀ ନେଇଛି, 1 ଚାମଚ କଳା ସୋରିଷ ନେଇଛି, 3 ଚାମଚ ଧଳା ସୋରିଷ ନେଇଛି, 1 ଚୁଟକି ମେଥି ନେଇଛି, 1 ଚାମଚ ଜିରା ନେଇଛି, 1 ଚାମଚ ଧଣିଆ ନେଇଛି। ତାକୁ ସବୁ ମୁଁ ହାଲକା ମାନେ ମିଡ଼ିୟମ୍ ଆଞ୍ଚରେ ମୁଁ ତାକୁ ଭାଜିଛି। ଜୋରରେ ଦେବେନି, ମସଲା ପୋଡ଼ିଯିବ। ଯେହେତୁ ଆମେ ଟିକେ ଗରମ ହେଇଗଲେ ଆମେ ମସଲାଟାକୁ କେମିତି ଆମେ ଗୁଣ୍ଡ କରିବା, ସେଥିପାଇଁ ମୁଁ ତାକୁ ହାଲକା ମାନେ ଭାଜିଛି। ଯେହେତୁ ତାର ମସଲାଟା ବାସ୍ନା ଆସିଲେ ମୁଁ ତାକୁ କାଢ଼ି ଦେଇଛି, ଆଉ କାଢ଼ିକି ତାକୁ ଥଣ୍ଡା କରିଦେଇଛି। ମାନେ ଥଣ୍ଡା ହେଇଗଲେ ଆମେ ଜାର୍ରେ ବାଟିବା। ମୁଁ ମିକ୍ସିରେ ସେସବୁକୁ ଢାଳି ଦେଇଛି। ଥଣ୍ଡା ହେଇଯାଇଛି ମୋର, ମାନେ ଟିକେ ଟିକେ ଉଷୁମ ଅଛି, ସେଇଥିରେ ବାଟିଦେଲେ ଗୁଣ୍ଡ ବି ହେଇଯିବ। ମୁଁ ସେଥିରେ କିଛି ହଳଦୀ ମିଶାଇଲି, 2 ଚାମଚ ଲୁଣ ମିଶାଇଲି, 1 ଚାମଚ କଳା ଲୁଣ ମିଶାଇଲି, ହେଙ୍ଗୁ ମିଶାଇଲି ଚୁଟକି, ଆଉ 1 ଚାମଚ କାଶ୍ମୀର ଲଙ୍କାଗୁଣ୍ଡ ମିଶାଇଲି। ମିଶାଇକି ତାକୁ ସବୁ ଏଠି ଗୋଳେଇ ଦେଇଛି, ମାନେ ବାଟି ଦେଇଛି। ବାଟି ଦେଇକି ମୁଁ ଯେତିକି କ'ଣ କରିଛି, କଳା ଜିରା 1 ସ୍ପୁନ୍ ନେଇଛି, ମାନେ ଛୋଟ ସ୍ପୁନ୍ରେ ମୁଁ ସେଇଥିରେ ତାକୁ ହଲେଇକି ମିଶାଇ ଦେଇଛି। କାହିଁକିନା ଏଟା କଳା ଜିରାଟା ଆମର ଗୋଟା ରହିବ, ଗୁଣ୍ଡ ହେବନି। ମୁଁ ଏଠି ଲଙ୍କାକୁ କାଟି ନଥିଲି, ମୁଁ ଏଠି ଲଙ୍କାକୁ ଯେହେତୁ ଶୁଖେଇ ଦେଇଥିଲି, ମାନେ ପୋଛି ଦେଇଥିଲି, ମୁଁ ସେ ଲଙ୍କାକୁ ଛୋଟ ଛୋଟ କରିକି ବାଟିଛି। ଆଉ କିଛି ଅଦାକୁ ବି 3 ଇଞ୍ଚ ପାଖାପାଖି ଅଦା ନେଇଛି, ସେଇ ଅଦାକୁ ବି କାଟିକି ଛୋଟ ଛୋଟ କରିଛି। ମୋ ଚ୍ୟାନେଲକୁ ଲାଇକ୍ କରିବେ, ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ମାରିବେ। ଦେଖନ୍ତୁ ମୁଁ ଏଇ ଛୋଟ ଛୋଟ ଅଦା କରିଦେଇଛି, କରିଦେଇକି ତା ସବୁ ଗୋଟେ ନେଇଛି। ମୁଁ ଏଠି ତାକୁ ସବୁ ଛୋଟ ଛୋଟ କରିଦେଲି। ଗୋଟେ ଚପିଂ ନେଇଛି, ଚପରଟେ ନେଇଛି। ଏଠି ଗୋଟେ ଚପରରେ ଲଙ୍କା ଆଉ ଯେଉଁ କାଟିଥିଲି, ଆଉ ଅଦା ଆଉ ଆମ୍ବକୁ ଚୁନ ଚୁନ ଯେଉଁ ସବୁ କରିକି କାଟିଥିଲି, ସେସବୁ ଯେହେତୁ ଆମର ପୁରା ଛୋଟ ଛୋଟ ଟିକ୍ ଟିକ୍ କରିକି ପିସ୍ ହେବ, ସେଥିପାଇଁ ମୁଁ ତାକୁ ଏ ଚପର ନେଇଛି। ସେ ଚପରରେ କି କରିଦେବି। ଯାହା ପାଖରେ ଇଲେକ୍ଟ୍ରିକ୍ ଚପର ନଥିବ, ହାତବାଲା ଚପରରେ କରିବେ, ନହେଲେ ବହୁତ ଛୋଟ ଛୋଟ କରିକି କାଟିବାକୁ ପଡ଼ିବ। ଏଇ ଚପରରେ ମୁଁ ଏସବୁକୁ ମିଶାଇକି 3ଟା ଜିନିଷ ଅଦା, କଞ୍ଚା ଲଙ୍କା ଆଉ ଆମ୍ବକୁ ମିଶାଇକି ମୁଁ ତାକୁ ଚପିଂ କରିଦେଇଛି। ଦେଖନ୍ତୁ କିପରି ମୁଁ ଚପିଂ କରିଦେଲି, ଆଉ କେମିତି ଛୋଟ ଛୋଟ ଗୁଣ୍ଡ ଟାଇପ୍ର କେତେ ହେଇଯିବ। ଆଚାରଟା ଖାଇବା ପାଇଁ ବହୁତ ସ୍ୱାଦ, ଯେମିତି ମାର୍କେଟରେ ମିଳେ ଲଙ୍କା ଆଉ ଆମ୍ବ ଆଚାର ବା ଖଟାବାଲା ଆଚାର। ଆଉ ପରଟା, ଲଛା ପରଟା, ସବୁଥିରେ ବି, ଆଳୁ ପରଟା, ସବୁଥିରେ ଖାଇବା ପାଇଁ ଆଚାର ବହୁତ ଟେଷ୍ଟି। ପୁରା କେମିତି ହେଇଯାଇଛି ଛୋଟ ଛୋଟ ପିସ୍। ମୁଁ ତାକୁ ଗୋଟେ ବୋଲରେ ସବୁ କାଢ଼ି ଦେଇଛି। ଏଇଭଳିଆ ସବୁ ଯେତେ ଆମ୍ବ ଆଉ ଲଙ୍କା ରଖିଛି, ତାକୁ ସବୁ ମୁଁ ବାଟିକି ଏମିତି ଗୁଣ୍ଡ କରିଦେଇଛି। ଗୁଣ୍ଡ କରିକି ତାକୁ ସବୁ କାଢ଼ି ଦେଇଛି। ଏମିତି ହାତ ଲାଗିବନି, କାହିଁକିନା ଲଙ୍କା ଅଛି, ହାତ ପୋଡ଼ିବ। ସେଥିପାଇଁ ମୁଁ ଗୋଟେ ଚାମଚ ସାହାଯ୍ୟରେ ସବୁ, ଯେହେତୁ ଆଚାର ବି ହାତ ଲଗେଇବା କଥା ନୁହେଁ, ଗୋଟେ ଚାମଚ ସାହାଯ୍ୟରେ ସବୁ କାଢ଼ିଛି। ମୁଁ ଗୋଟେ ନେଇଛି ତଡ଼କା ପ୍ୟାନ୍, ସେ ତଡ଼କା ପ୍ୟାନ୍ରେ ମୁଁ ଏଠି 2 କପ୍ ସୋରିଷ ତେଲ ଦେଇଛି। ଯେହେତୁ ମୋର ଛୋଟ ତଡ଼କା ପ୍ୟାନ୍, ମୁଁ ଏଥିରେ 1 କପ୍ ନେଇଛି, ପୁଣି ପଛରେ ଆଉ ଥରେ ନେଇଛି 2 କପ୍। ମୁଁ ଏଠି ନେଇଛି ସୋରିଷ ତେଲ। ସୋରିଷ ତେଲକୁ ମୁଁ ଫୁଟେଇଛି। ସୋରିଷ ତେଲ ହେଇଗଲା ପରେ ଯେମିତି ଧୂଆଁ ଆସିଲେ ଉପରକୁ, ଧୂଆଁ ଦେଖାହେଲେ ମୁଁ ତାକୁ ବନ୍ଦ କରିଦେଇଛି। ବନ୍ଦ କରିଦେଇ କିଛି ସମୟ ମୁଁ ଥଣ୍ଡା କରିଦେଇଛି। ଏପଟରେ ମୁଁ ଯେଉଁ ଆମ୍ବକୁ ଗୁଣ୍ଡ କରି, ମାନେ ଛୋଟ ଛୋଟ କରି ରଖିଥିଲି, ଆଉ ଯେଉଁ ମସଲାକୁ ଗୋଳେଇକି ରଖିଥିଲି, ସେ ମସଲାକୁ ସବୁ ପକେଇକି ଆମ୍ବରେ ମୁଁ ତାକୁ ଭଲକି ଗୋଳେଇ ଦେଇଛି।
सब मिसई देछि तळ ऊपर करके आंब को मसला रे कोटिंग हवा पई सब लुण जेहेतु लुण हळदी लंका गुंड घेंगु सब पड़ी मु ताकू सबुथिरे तळ ऊपर करके मिसई देछि आंबटा मसला पूरा लगी जीवो ये आंब आचार खाया पई सबुथिरे ये टेस्ट मोटी भिनेगार 4 चामच नहीं ये चामच रे मु भिनेगार 4 चामच देछि जेहेतु आंब आचार आमे कंचा गोळे की करूचंती खराब हे जीव न हवा पई मोटी भिनेगार देछि मु आचार कर सारा पर मुझे 10 ରୁ 12 दिन नहीं कि खरारे थोइछि माने बम साहाଯ୍ୟରେ बम रे रखिकी मुझे नहीं कि खरारे थोइछि मोटी भिनेगार पकईली पकईकी ताकू मु आंब को गोळेई देली ये जो सोरिष तेल भी गरम करथिली से सोरिष तेल भी ठंडा हो गलानी मु सोरिष तेल भी ता देरे पकाइबी लुण भी कम ही लुण टिके अधिक पकड़ापी देली कहीं मुझे मसलार पकई लुण से आंब लुण जेहेतु लगिलानी कम लगिला मुझे लुण देली मुझे तेलटा को जो गरम करी ए तेल को ठंडा हो गला मुझे तेल को तादे पकईदेली नेक्स्ट आउ थे भी से तेल मुझे आउ थे गरम करके पकेबी कहीं तेलटा जमी बुड़ब आचार से अनुसार आमर वर्षे उपरे रचार आचार को मु खरार भी देछि 12-13 दिन 10-12 दिन आपड़ सेमती खरार नहीं देवे मु आचार खराब नापी आचार जो रखी से सफा करके खरार देती से सुखीगला मुझे कोयला नहीं कोयला को माने कोयला जलिला मुझे गोटे प्लेट रे ढाली और जो आचार बम जो जार रखी से जार रे नहीं कोयला को तापर थोई देछि देखंतु केमती करछि धुआं पशिगला आम आचार नष्ट हेनी भल रहिबो मु आचार को स्टोर करके रखिकी मुझे 10 दिन कि 12 दिन आप खरार देदेवे आचार पूरा वर्ष पर्यंत रहिबो आचार तेल भी पूरा ऊपर फुल माने देकी देबे देखिबे केमती आचार लागिला कमेंट रे जणेबे।